ଏଠି କୁନି ଟଗର ଫୁଲ ହେଇଛି। ଦେଖ ମାମା ଘର ଦେଖାଯାଉନି ଦେଖେ। ଆଉ ସେଠି ସକାଳେ ସାଙ୍ଗମାନେ ଆଜି ଗୋଟେ ଶୁଖିଲା ଟେନସନ ଥିଲା ମୋର। ନା ତ ରହିଲା ଚଣା ଶାଗ, ତାକୁ କେମିତି କରିବି ମୁଁ ଦେଖି ଦେଖି ଆଶ୍ଚର୍ଯ୍ୟ ହେଇଯାଉଥିଲି ଖାଲି। ନା କେବେ କରିଛି ନା କେବେ ଖାଇଛି। ଆଉ ସ୍ୱାମୀ ଆଣିକି ଦେଲେ ତାକୁ ତ ଫୋପାଡ଼ି ପାରିବିନି, ମତେ କହିଲେ ହାଇ ଫାଇବର, ଆଉ କଣ କରାଯିବ। ତାପରେ ଭାବିଲି, ବହୁତ ପ୍ରକାର ରିସର୍ଚ୍ଚ କଲା ପରେ ଭାବିଲି ଯାଉଛି କୋଶଳା ଶାଗ ଭଳିଆ ଭାଜିଦେବି। କାଟି କୁଟି ଦେଲି ବାଇଗଣ ଆଉ ଲଙ୍କା ରସୁଣ ଛେଚିଦେଲି, ସୋରିଷ ଫୁଟେଇଲି, ପିଆଜ କାଟିଲି, ସେମିତି ପକେଇ ପାକି ସବୁ ଗୋଟେ ବଢିଆ ଭଜା କରିଦେଲି। ସେ ଯାହା ଲାଗୁଛି ଲାଗୁ, ପେଟକୁ ତ ଗଲା ଆଉ। ତାପରେ ସେଠୁ ସ୍ୱାମୀଙ୍କ ପାଇଁ ଖାଇବାକୁ ପଡୁଥିଲି, ଖୁସି ପଳେଇ ଆସିଲେ ସ୍କୁଲରୁ, କାନ୍ଦୁଣୁ ମାନ୍ଦୁଣୁ ହେଇକି ଆସୁଛି। ମୁଁ କହିଲି କଣ ହେଲା, କାରଣ ହେଲା କି ସବୁ କ୍ଲାସ ପିଲାଙ୍କର ଡ୍ୟାନ୍ସ ପ୍ରାକ୍ଟିସ ହଉଥିଲା, ଖାଲି ତାଙ୍କରି କ୍ଲାସକୁ ଛାଡି। ସିଏ ହେଲା ତାର ଗୋଟେ ଟେନସନ, ମାନେ ସମସ୍ତଙ୍କର ଅଲଗା ଅଲଗା ପ୍ରକାର ଆଜି ଟେନସନ ଥିଲା। ତାପରେ ମୁଁ କହିଲି ତୁ ବାହାରେ ଖରାରେ ବସ, ମୁଣ୍ଡରେ ତେଲ ମାଲିସ କରିଦେବି, ଏଗୁଡା ସବୁ ତୁ ଭୁଲିଯିବୁ। ଆଉ ତା ମୁଣ୍ଡରେ ସୋରିଷ ତେଲ ମାଲିସ କରିଦେଇଥିଲି। ମୁଁ କରିକି ରଖିଥିଲି ମେଥି ତେଲ, ଅଁଳା ତେଲ, ମାନେ ଲାଷ୍ଟ ବର୍ଷରୁ ସବୁ ମୁଁ କରିକି ରଖିଥିଲି। ତାକୁ ବହୁତ ଦିନ ପରେ ବାହାର କଲି ଆଉ ଟିକେ ଖରା ଦେଇଦେଲି। ତାପରେ ଗାଧେଇ ପାଧେଇ ସାରିଲା ପରେ ଆମେ ପଳେଇ ଆସିଲୁ ମା ଝିଅ ଖାଇବା ପାଇଁ। ଖାଇବାକୁ ଆଜି ଯେମିତି ଦେଖିଦେଲା ଲାଉ ରାଇତା ଆଉ ଚଣା ଶାଗ, କହିଲେ ମୁଁ ଜମା ଖାଇବିନି। ମୁଁ କହିଲି ତୁ ଯଦି ଆଳୁ ଆଉ ମିକ୍ସଚର ଚକଟା ଖାଇବୁ ତାହେଲେ ଆକୁ ତୁ ଯାହା ବି ଥରେ ଥରେ ଖାଇବୁ, ନହେଲେ ମୁଁ ଜମା ଦେବିନି। ଏମିତି କଣ୍ଡିସନ କରିକି ଜବରଦସ୍ତି ଥରେ ଥରେ ତାକୁ ଖୁଆଇଦେଲି। ଆଉ ମୁହଁଟା ପୁରା ଖାଲି ଓକାଳ ପଳେଇ ଆସୁଛି, ଖାଲି ବାନ୍ତିଟା ବାହାରିଯିବ। ବାହାରୁ ବାହାରୁ ସେ ରହିଗଲା। ଆଉ ତାମାନେ ଫାଇନାଲି ଘର କାମ ସବୁ ସାରିଲା ପରେ ମୁଁ ମୋ ଗଛ ପଛଆଡେ ପାଣି ଦେଇଥିଲି। ଆଉ ଏତେ ଗୁଡା ଗଛ ଲଗେଇଛି, ତେବେ ତାଙ୍କୁ ବି ବଞ୍ଚେଇବି ନା। ସାଙ୍ଗମାନେ ଭିଡିଓ ଭଲ ଲାଗିଲେ ଲାଇକ୍ ସେୟାର କରିବେ। ରହିଲି।